ଜୟ ଜଗନ୍ନାଥ। ଆଜି ବିଜୟ ଭାଇ ଭଲ କଥା ମନେ ରଖିଥ। ଆଜି ଆଲୋଚନା କରିବା ଜ୍ଞାନୀ ହେବେ ପଥ ବଣା। ହେଲା, ଅଳ୍ପ ଦିନ ତଳେ ତମେ ଅନୁଭବ କରୁଥିବ ବୋଲେ ମିନସନି ଯୋଗ ଯୋଡୁ ଭାରତ ଭୂଖଣ୍ଡରେ ପାଳନ କରା ଲାଗିପାରେ ନାଇଁ। କିଛି ବ୍ୟକ୍ତି, କିଛି ଜ୍ଞାନୀ ଲୋକ ଆରମ୍ଭ ପାଳନ କଲେ କୋଉ ଦିନ? ଗୁରୁବାର। ଯୋଉ ଦିନ ଯିଏ ପାଳନ କରେ ଆମର କିଛି କହିବା। ଆମର ଜଗନ୍ନାଥ ସଂସ୍କୃତି, ଓଡ଼ିଶା ଜଗନ୍ନାଥ ସଂସ୍କୃତି ନେଇକି ପୃଥିବୀରେ କଣ ପରିଚିତ? ଜଗନ୍ନାଥର ମୁଖ୍ୟ ପଞ୍ଜିକା ହଉଛି କିଏ? ସେ ନା ଅସଲି ଖଡି ରତ୍ନ ପଞ୍ଜିକା। ହେଲା, ତାପରେ ଅନେକ ପଞ୍ଜିକାର ଆବିର୍ଭୂତ ହେଲା। ବିରଜା ପଞ୍ଜିକା, ସମ୍ବଲାଇ ପଞ୍ଜିକା, ନା ନାଇଁ। ଆଉ ଗୋଟେ ବାହାରିଲା ଜଗନ୍ନାଥ ପଞ୍ଜିକା, ଖଡିରତ୍ନ କୋହେନୂର ପଞ୍ଜିକା, ଏମିତି ସବୁ ଅନେକ ପଞ୍ଜିକା। ସବୁ ପଞ୍ଜିକା ପ୍ରମାଣ ଦେଲେ ଶନିବାରେ ପଡିବ ନା, କେବଳ କୋହିନୂର ପଞ୍ଜିକା ଲେଖିଲା ଗୁରୁବାର। ବୁଝିଗଲାନି, କୋହିନୂର ଲେଖିଲା ଗୁରୁବାର। ସବୁ ପଞ୍ଜିକା ଦେଲେ କଣ? ଶନିବାର। ଭାରତ ଭୂଖଣ୍ଡ ପାଳନ କରାଗଲା କଣ? ଶନିବାର। ଗୁରୁବାର ପାଳନ କରାଗଲା। କାହିଁକି? କିଛି ବ୍ୟକ୍ତି ପାଳନ କଲେ। କାହିଁକି? ଗୋଟେ ମହାପୁରୁଷ ଗୋଟେ ଲେଖିଛନ୍ତି, ମେଷକ ବୃଷର ସଙ୍ଗେ ମିଶାଇବୁ ମିଥୁନରେ ପ୍ରକାଶିନ, ସପ୍ତର୍ଷି ମଣ୍ଡଳ ଦକ୍ଷିଣରେ ଲେଖ ସନ୍ଦେହ ନ କର। ମୀନ ଶନି ଗୁରୁ ବାରରେ ପଡିବ ଏହି ଅଙ୍କେ ଧ୍ରୁବ ଧ୍ରୁବ, ମିଥୁନ ମାସରେ 13 ଦିନିଆ ପକ୍ଷ କାଳ ଧରିଥିବ। କିଛି ବ୍ୟକ୍ତି ଗୁରୁବାର ପାଳନ କଲେ। ଯଦି ଗୁରୁବାର ପାଳନ କଲେ, ମହାପୁରୁଷ ଅଙ୍କଟାକୁ ଲେଖିଛନ୍ତି, ସେ କୋଉ ଅଙ୍କରେ ପଡିବ ବୋଲି କହିଥିଲେ, ସେଇଟାକୁ ଚିନ୍ତା କରିବାର ଅଛି ନା ନାଇଁ। ସମାଜକୁ ଦିଗଦର୍ଶନ ଦବା ଆଗରୁ କିଛି ଚିନ୍ତା କରିବାର ଅଛି। କାରଣ ଆମେ ଯଦି ଭୁଲ ବାଟେ ପଳେଇବା, ଆମକୁ ଯେତେ ଅନୁସରଣ କରୁଛନ୍ତି ସମସ୍ତେ ଭୁଲ ବାଟେ ପଳେଇଥିବେ। ଠିକ ନା? ଶିବକଳ୍ପ ଶାସ୍ତ୍ରରେ କଥାଟି ଲେଖା ଅଛି। ମେଷକୁ ବୃଷର ସଙ୍ଗେ ମିଶାଇବୁ ମିଥୁନରେ ପ୍ରକାଶିନ। ମେଷ ବୋଲନ୍ତି 1, ବୃଷ ବୋଲନ୍ତି 2। କହିଲେ ହେ ବାବୁ, 1କୁ 2ରେ ମିଶେଇ ମିଥୁନରେ ପ୍ରକାଶିନ, ତାକୁ 3 କର। ସପ୍ତର୍ଷି ମଣ୍ଡଳ ଦକ୍ଷିଣରେ ଲେଖ ସନ୍ଦେହ ନ କର। ସପ୍ତର୍ଷି ମଣ୍ଡଳ ବୋଲନ୍ତି 7 ବୋଲି କିଏ ନ ଜାଣି, ସମସ୍ତେ ଜାଣିଛନ୍ତି। ମନେ ରଖିଥା, 2 ପ୍ରକାର ଅଛନ୍ତି ସପ୍ତର୍ଷି ମଣ୍ଡଳ। ସପ୍ତ ଋଷିକି ନେଇକି ଗୋଟେ ଲେଖା ମଣ୍ଡଳ। ଆମେ ପାଠ ପଢିଲା ବେଳେ ଆମେ 7ଟା ତରାକୁ ଦେଖି କହୁ ଆମେ ସପ୍ତର୍ଷି ମଣ୍ଡଳ, ନା ନାଇଁ। ସପ୍ତ ଋଷିଙ୍କର ମଣ୍ଡଳକୁ ସପ୍ତର୍ଷି ମଣ୍ଡଳ କୁହାଯାଏ। ସେମିତି ମର୍ତ୍ତ୍ୟପୁରରେ ଗୋଟେ ସପ୍ତର୍ଷି ମଣ୍ଡଳ। ତମେ ନେଟ ମାରିକି ଦେଖ, 2 ପ୍ରକାର ଆସିବେ। ସେ ସପ୍ତର୍ଷି ମଣ୍ଡଳ 2 ଭାଗରେ ହୁଏ। ହେଲା, ବାସ୍ତବ ମତରେ 32 ଅଙ୍କ ହବ। କିନ୍ତୁ ଛନ୍ଦି ବାନ୍ଧିକି ଯଦି 67 ଅଙ୍କ କର, ମୀନ ଶନି ଯେତେବେଳେ ଚାଲିଲା ସେତେବେଳେ କଣ 67 ଅଙ୍କ ଥିଲା? 68 ଥିଲା। ଏଟା ମହାପାପ। ପାପ ତ ପାପ, ମହାପାପ। ନିଜର ଟିକେ ଟିକେ ସ୍ୱାର୍ଥର ସାଧନ ପାଇଁ ଭକ୍ତମାନଙ୍କ ବେକରେ ଆମେ କଣ୍ଟା ଲଗେଇ ଦଉଛୁ। ଆହାକୁ ପାପି ଆଉ କେହି ନାହାନ୍ତି। ଯିଏ କଣ୍ଟା ଲଗଉଛନ୍ତି ତାଙ୍କ ପରିସ୍ଥିତି କଣ ହବ ସେ ଭବିଷ୍ୟତକୁ ଚିନ୍ତା କରୁନାହାନ୍ତି। ମଣିଷ ଡରଇ ମଣିଷକୁ ଭାଇ ବିଚିତ୍ର ଏ କଳି ଯୁଗ, ପାଣି ପବନକୁ ସରବେ ଦରିଅନ୍ତି ଦହି ବର କୁଟ। ଗର୍ଭନାଶନ ନରହରି ଗର୍ଭ ନ ରଖନ୍ତି। ଆମ ଅନୁଭୂତିରେ ଆମେ ଦେଖିଛୁ ଅନେକ, 1999 ମସିହାରୁ ଆମେ ଦେଖି ଆସୁ। ଅନେକ ଗବେଷକ ଏମିତି ଆଲୋଚନା କରିଛନ୍ତି, ସେ ଜୀବ ଗଲାବେଳେ କି କଷ୍ଟ ଭୋଗିଛନ୍ତି ଭାଇ, ତମା କହି ହବନି କ୍ୟାମେରା ଆଗରେ।
ଛନ୍ଦି ବାନ୍ଧିକିରି କେହି ଦିନି କିନ୍ତୁ ସେଇ ମହାପୁରୁଷ ଦେଖ ବାଣୀ ଶିବକଳ୍ପରେ ଏ କଥାଟି କହିଲେ କହିଲେ 32 ଅଙ୍କରେ ମୀନ ଶନି ଗୁରୁବାରେ ପଡିବ। ସେୟାକୁ ଭୀମ ବହି ମଧ୍ୟ ଶିବକଳ୍ପରେ କହିଛନ୍ତି। ମୁକୁନ୍ଦ ଦେବଙ୍କ 32 ଠାବରୁ 34 ପର୍ଯ୍ୟନ୍ତେ ହେବ ମୀନ ଶନି ଶୂନ ଶାକମ୍ବରୀ ଚେତିବ କଳନ୍ତି ଭକ୍ତ। କିନ୍ତୁ ଶିବକଳ୍ପ ଶାସ୍ତ୍ରରେ 2ଟା ମୀନ ଶନି କଥା ଲେଖିଛନ୍ତି। ଗୁରୁବାର ଲେଖିଲେ ନା ଆଉ ଗୋଟେ ଲେଖିଛନ୍ତି ଛାଡ଼ିକି ଟିକେ ତାକୁ ଧରି ପାରୁନା। ରୋହିଣୀ କୃତିକା ମାସରେ ମୀନ ଶନି ଯେତେବେଳ 3 ଯୁକ୍ତ 4 ମିଶି କେତେ ହେଲା 7 କହିଲେ ସପ୍ତମ ବାରରେ ମୀନ ଶନି ଯେତେବେଳେ ଭୋଗ ହବ ସପ୍ତମ ବାର କିଏ ଶନିବାର ନୁହଁ ରୋହିଣୀ କୃତିକା ମାସରେ ମୀନ ଶନି ଯେତେବେଳେ ନଥିବ କାହାର ଜାତି କୁହ ସର୍ବ ହିରେ ଏକକା ମହାପ୍ରଭୁ ଆଉ ଲେଖିଛନ୍ତି ଶିବକଳ୍ପ ଶାସ୍ତ୍ରରେ ତାକୁ ଶିବକଳ୍ପ ଶାସ୍ତ୍ରରେ 2ଟା ମୀନ ଶନି କଥା ଲେଖିଛନ୍ତି ଗୋଟେ ଶନିବାର ଗୋଟେ ଗୁରୁବାର। ଏଇ କଥା ଉପରେ ଯେ ଜ୍ଞାନୀ ହେଇଯାଉଛନ୍ତି ପଥବଣା ସତରେ ଆମେ ଦେଖୁଛୁ ପ୍ରକୃତରେ ପ୍ରଭୁ ଯାହା ଲେଖିଛନ୍ତି ଏ ସବୁ ସେଇଆ ହେଇଯାଉଛି କହୁଛନ୍ତି ପଥବଣା ହେଇଯିବେ ଜ୍ଞାନୀ କିନ୍ତୁ ନିଜକୁ ନିଜ ପଥବଣା ହେଇଯିବେ ହଉନାହାନ୍ତି ନା ଭଲ କଥା ମନେ ରଖିଥା କହିଲେ ଜ୍ଞାନୀ ଜ୍ଞାନୀ ବୋଲି ମହି ପୁରୀ ଯିବ ଅଗାଡି ପଣରେ ଗଣା ଆସିବ ତୋଫାନ ନେବ ବାପ ଧରି ନିଶ୍ଚୟ ହେବେ ପଥବଣା। କଳିର ଅନ୍ତିମ ପର୍ଯ୍ୟାୟରେ ସମସ୍ତେ ଜ୍ଞାନୀ ହେଇଯିବେ କେହି କାହାକୁ ମାନିବେ ନାହିଁ ସେ କହିବ ମୁଁ ବଡା ସେ କହିବ ମୁଁ ବଡା ସେ କହିବ ମୁଁ ବଡା ଏମିତି ଗୋଟେ ତୋଫାନ ଆସିବ ସେ ଅଗାଡି ସାଙ୍ଗରେ ସମାନ ହେଇଯିବେ। ଧାନ ଉଡଉଛେ କୁଲାରେ ଟେକି ଦେଲା ବେଳକୁ ଧାନ ଯୋଉଠି ସେଠି ପଡିଯାଉଛି କଣ୍ଟା ଉଡି ଯାଉନି ନା ସେମିତି ଏମିତି ଗୋଟେ ସମୟ ଆସିବ ଏଇ ଯୋଉ ଜ୍ଞାନୀ ବୋଲଉଛନ୍ତି ଏ ଗୋଟେ ନେଖା କଣ୍ଟା ବା ଅଗାଡି ହେଇକି ଉଡିକି ପଳେଇବେ। ଆସିବ ତୋଫାନ ନେବ ବାପ ଧରି ସର୍ବେ ହେବେ ପଥବଣା ପଥ କେହି ପାଇବେ ନାହିଁ। ପୁଣି ଗୋଟେ କହନ୍ତି ଆମ ଗାଁ ଗହଳିରେ କହିଲେ ଧନ ଦିଆ ପାଠ ନୁହ ଏଇଟି ପାଠ କୁଣ୍ଡା ଦିଆ ପାଠ ସାର କୁଣ୍ଡା ଦିଆ ପାଠ ଯେଜନ ପଢିବେ ଭବାର ନବୁ ହେବ ପାର। କୁଣ୍ଡା ଦିଆ ପାଠ ପଢିଆ ହଉଛି ଠିକ ଆଉ କୁଣ୍ଡା ଦିଆ ପାଠଟା କୋଉଠି କଲମ କାଗଜରେ ଲେଖିକି କହିହବ ସେ ପାଠ କୋଉଠି କହିହବ ନାହିଁ କି କୋଉଠି ଲେଖି ହବ। ଠାକୁର ଅଭିରାମ ପରମହଂସ ଭାଷାରେ ଭକ୍ତି ଗୋଟେ ବିଦ୍ୟା ଏମିତି ସେ କୋଉଠି ଲେଖିକି ଲେଖି ହବ ନାହିଁ କି କୋଉଠି ବର୍ଣ୍ଣନା କରିହବ ବୁଝିହଉଛି। ଇଏ ପାଠ ଇଏ ଧନ ଦିଆ ପାଠ ପଢିକି ତମେ ମାଳିକା ରିସର୍ଚ୍ଚ କରିବ ନା ତାର କିଛି ମହତ୍ଵ ନାହିଁ କୁଣ୍ଡା ଦିଆ ପାଠ ପଢ ଆଖିରେ ଜଗନ୍ନାଥ କଣ ଅନୁଭବ କର ଆଖିରେ ଗୁରୁ କଣ ଗୁରୁ କୃପାକୁ ବହନ କର ଏବେ ତମେ ଜାଣିବ। ଏଇ କଥାକୁ ମହାପୁରୁଷ ପୁଣି ମଧ୍ୟ ଶିବକଳ୍ପ ଶାସ୍ତ୍ରରେ କହିଲେ ଖଡି କାରକର ଖଡି ବଣା ହେବ କିଛି ନଗ୍ନ ନ ରହିବ ମେଛ ନିବାରଣେ ପ୍ରଭୁ ଦାସ ରଥି ସେ କାଳେ ହୃଦୟ ଖଡିକାରଙ୍କର ଖଡି ବଣା ହେଇଯିବ ଖଡିକାରକ ବୋଲି କିଏ ସେ ଜ୍ୟୋତିଷକୁ ଆମ ଘରକୁ ଆସନ୍ତି ସବୁ ଜ୍ୟୋତିଷକୁ କୁହନ୍ତି ଖଡିକାର ଅଫିସ ଗଲେ କ୍ଲହରୁ କୁହନ୍ତି ଖଡିକାର ଜାତି ଭିତରେ କରଣ କୁହନ୍ତି ଖଡିକାର ନା ନାଇଁ ଗବେଷକକୁ ମଧ୍ୟ କୁହନ୍ତି ଖଡିକାର ବିଚାରକୁ ମଧ୍ୟ କୁହନ୍ତି କଣ ଖଡିକାର ବୁଝିହଉଛି। ଏ ଯେତେ ଜ୍ଞାନୀ ତାଙ୍କର ସବୁ ଚେତନା ମହାପ୍ରଭୁ ହରଣ କରୁନଥିଲେ ଜାଣିପାରୁନାହାନ୍ତି। ଚିନ୍ତା କରିବା କଥା ଭାରତ ଭୂଖଣ୍ଡରେ ସମସ୍ତେ ପାଳୁଛନ୍ତି ଶନିବାର ଗୋଟେ ନିଗମ କଳ୍ପରେ ଲେଖିଛନ୍ତି ଗୋଟେ ପଦ ମନେ ପଡିଯାଏ ବାଣ ରେବ ଜିନିଷ ଅଙ୍କ ପ୍ରମାଣ ଦିନ ଶନି ଭୋଗ ଶନିବାରେ ଆମେ ସବୁ କଣ ଆଖି ଥାଇକି ଗଣା ସେଥିପାଇଁ ଆମ ଭାଷାରେ କଣ ଜ୍ଞାନୀ ହେବେ ପଥ ଗଣା ଯାହା ମହାପୁରୁଷ ଲେଖିଦେଲେ ବର୍ତ୍ତମାନ ଧର୍ମ ଉପରେ ଜ୍ଞାନୀ କଣ ପଥ ଗଣା ହେଇଗଲେଣି। ଜୟ ଜଗନ୍ନାଥ।
ଆପଣଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି ବୋଲ।